ମୁଁ ବାଲିପାଟଣା ଶିଶୁ ଆମର ଶିଶୁ ମଠର ମଦନ ମନ୍ଦିର ପୂଜକ। ଆମେ କାଲି ରାତିରେ ମନ୍ଦିର ନୀତି ସାରି ଘରକୁ ଗଲୁ। ସକାଳୁ ଆସିଲା ବେଳକୁ ମନ୍ଦିରରେ ସବୁ ତାଲାରେ ଚିହ୍ନ ହେଇଯାଇଛି। ଆମେ ଦେଖିଲୁ ଯେ ଦୁର୍ବୃତ୍ତ ବୋଧେ ପଶିକି ମନ୍ଦିର ଭାଙ୍ଗିଛି। ତେଣୁ ଆମେ ସିସିଟିଭି ଫୁଟେଜ ଯେତେବେଳେ ଦେଖିଲୁ, ତାପରେ ଜଣେ ଚୋର ବେଶରେ ଅଭିନବ ଢଙ୍ଗରେ ପଶି ମନ୍ଦିର ଚୋରି କରିଛି। କିନ୍ତୁ ସେ ଚୋରି କରିପାରିନି, ପଳେଇ ଯାଇଛି। କିଛି ଭଳିଆ ବେଶ ଧରି ଅଭିନବ ଢଙ୍ଗରେ, ଭୂତ ଭଳିଆ ବେଶରେ ଅଭିନବ ଢଙ୍ଗରେ ଗୋଟେ ଚୋରି କରିଛି। କିନ୍ତୁ ସେ କିଛି ମନ୍ଦିର ଭାଙ୍ଗିଛି, କିନ୍ତୁ ମନ୍ଦିରକୁ କିଛି ନେଇପାରିନି। 2 ବର୍ଷ ତଳେ ବି ମନ୍ଦିରରୁ ଚୋରି ହେଇଥିଲା 4ଟା ମୂର୍ତ୍ତି, ସୁନ ରୂପା ଜିନିଷ ବି କିଛି ଯାଇଥିଲା। ଆମେ ବହୁତ ମାଗି ଯାଚି ମନ୍ଦିର ପୂଜା କରିଥିଲୁ। ଏବେ କିନ୍ତୁ ଆମେ ଚାହୁଁଛୁ ପୋଲିସ ତାକୁ ଧରିକି ଦଣ୍ଡ ଦେଲେ ଆମେ ବହୁତ ଖୁସି ହେବୁ। ବାଲିପାଟଣା ଶିଶୁମଠ ମଦନ ମୋହନ ମନ୍ଦିରର ପୂଜକ। ଯେତେବେଳେ ଆମେ ସକାଳୁ ଯେତେବେଳେ ତାଲା ଫିଟେଇବାକୁ ଦେଖିଲା ବେଳକୁ ସେ ତାଲା ବଙ୍କା ହେଇଯାଇଛି। ଆଉ ତାର ବଙ୍କା ହେଇଛି, ଗୋଟେ ତାଲା ଭଙ୍ଗା ହେଇଯାଇଛି। ତାପରେ ଆମେ ଜାଣିଲୁ ଯେ ଏବେ 2 ବର୍ଷ ପୂର୍ବରୁ ଚୋରି ହେଇଥିଲା। ଆମେ ଭାବିଲୁ ଚୋରି ନିଶ୍ଚିନ୍ତ ହେଇଛି, ଯେହେତୁ ଆମେ କ୍ୟାମେରା ଲଗେଇ ଦେଇଛୁ ସିସି କ୍ୟାମେରା। ସେଥିପାଇଁ ଆମେ ସିସି କ୍ୟାମେରା ଯେତେବେଳେ ଚେକ୍ କଲୁ, ମାନେ 4ଟା ଲାଗିଛି, ଆମେ 4 ପଟ ଯାକ ଯେତେବେଳେ ଚେକ୍ କଲୁ, ସେ ପଛପଟ କ୍ୟାମେରାରେ ଦେଖିଲୁ ଗୋଟେ ମାନେ ଜଣା ପଡୁନି ପୁରୁଷ କି ସ୍ତ୍ରୀ, କିନ୍ତୁ ସେ ସମ୍ପୂର୍ଣ୍ଣ ମାନେ ଗୋଟେ କଣ ପିନ୍ଧିଛି ବୁର୍ଖା ଟାଇପର, ସେ ଟୋଟାଲ ଦୁଶୁନି। ତାର ମାନେ ଆଖି ବି ସୁଦ୍ଧା ଦୁଶୁନି। ସେ ତାପରେ ଚଢିକିରି ବହୁତ ଚେଷ୍ଟା କରିଛି ଓହ୍ଲେଇବା ପାଇଁ, ସେପଟେ ଓହ୍ଲେଇ ପାରୁନି। ମାନେ ହାତରେ ଗୋଟେ ଛୋଟ ରଡଟେ ଧରିଛି, ବହୁତ ଚେଷ୍ଟା କରିଛି। ସେପଟେ ଯେତେବେଳେ ନ ଚଢିକି ଓହ୍ଲେଇ ପାରିନି, ସେ କଣ କରିଛି ନା ତାପରେ ସାଇଡ ପଟେ ଆସିଛି। ଆମେ ଆଉ ସାଇଡ ପଟେ ତ କ୍ୟାମେରା ନାହିଁ, ଆମେ ଭାବୁଛୁ ଯେ ଏପଟ କୂଅ ପଟେ ସେ ଡେଇଁକି ଭିତରକୁ ଆସିଛି। ତାପରେ ଆସିଲା ପରେ ତାପରେ କ୍ୟାମେରା ଆମେ ଚେକ୍ କଲା ବେଳକୁ ସେ ଏପଟ ସାଇଡ ପଟେ ଆସିକି ଆଗ ଫ୍ରଣ୍ଟର ଗୋଟେ ଆଗ ଏପଟ ତାଲାଟାକୁ ଭାଙ୍ଗିଛି। ଏ ତାଲାଟା ଯେତେବେଳେ ନ ଭାଙ୍ଗିଛି, ସେ ଏପଟେ ଦେଖିଛି ଗୋଟିଏ ତାଲା, ସେ ତାଲାଟାକୁ ଭାଙ୍ଗିକିରି ଯେତେବେଳେ ଖୋଲିଛି, ସେ ଆଉ ଜାଣିଛି ସେଟା ଓଲ୍ଡିଂ ହେଇଯାଇଛି। ଯେତେବେଳେ ବହୁତ ଭିଡ଼ିଛି ଆଉ ନ ଫିଟିଛି, ସେ ବହୁତ ମାନେ ଚେଷ୍ଟା କରିଛି। କଲା ପରେ ଯେତେବେଳେ ମାନେ ବିଫଳ ହେଇଯାଇଛି, ତାପରେ ସମୟ ସେତେବେଳେ 4ଟା 20 ଟପିଗଲାଣି। ସେ ତାପରେ ଏପଟେ କୋଉ ପଟେ ପଳେଇଛି। ଯିବାଟା ଆମେ ଆଉ ଜାଣିପାରୁନୁ କୋଉ ପଟେ ଯାଇଛି। ସେ କୋଉ ପଟେ ଡେଇଁକି ପଳେଇଛି। ପୋଲିସ କି ଖବର ଦିଆହେଲା ସକାଳ 7ଟାରେ। ପୋଲିସ ବାଲା ଆସିକିରି ଦେଖିକି ଗଲେ, ଆସି ତାଙ୍କର ଯାହା ଇନଭେଷ୍ଟିଗେସନ କରିବେ। କଣ ହବା ଦରକାର? ଆମର ସେ ଚୋରଟା ଧରା ପଡିବା ଦରକାର। କାରଣ 2 ଥର ଲାଗିଲା ଏଠି ଚୋରି କଲେଣି। ଆମେ ତ ଆଉ ମାନେ ସିକ୍योର ହେଇପାରୁନୁ ନା। ଆଉ ଥରେ ଭାଙ୍ଗି ଦେଇଥିଲେ ତ କଣ ନେଇକି ଯାଇଥାନ୍ତା, ତାର ଠିକ ନାହିଁ। ବହୁତ କଷ୍ଟରେ ବି 2 ବର୍ଷ ପୂର୍ବେ ମୂର୍ତ୍ତି ଚୋରି ହେଇଥିଲା। ଆମେ ଯୋଗାଡ଼ କରିକି ଏବେ 2 ବର୍ଷ ହେଲା ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା କରିଛୁ। ଆଉ ଯଦି ପୁଣି ବାରବାର ଏମିତି ଚୋରି ହବ, ଆଉ ଲୋକଙ୍କର ବି ଗୋଟେ ଆଶା ବି ତୁଟିଯିବ ଗୋଟେ ମାନେ ଇଏରୁ। ଆଉ ସେଥିପାଇଁ କିନ୍ତୁ ପୋଲିସ ଟିକେ କେମିତି ସେ ଚୋରକୁ ଧରିଦେଲେ ଆମେ ଟିକେ ଇଏ ହବ। ହଁ, ମୋ ନାଁ ପୁଲିନ କୁମାର ଶିଶୁ ଗୋସ୍ୱାମୀ, ମୋତେ ଡାକ ନାଁ ବାବାଜୀ। ସକାଳେ ଏମାନେ ଭାଇନା ଆସିଲା ବେଳକୁ ମୋତେ ସମସ୍ତେ କହିଲେ ଯେ କିଛି ଅସୁବିଧା ହେଇଛି। ତାପରେ ମୁଁ ଆସି ପହଞ୍ଚିଲି। ପହଞ୍ଚିଲା ପରେ ଆମେ ଦେଖିଲୁ ଯେ ପ୍ରକୃତରେ ତ ଗୋଟେ ତାଲା ଭାଙ୍ଗି ଯାଇଛି। ଆଉ ଗୋଟେ ତାଲା ଭାଙ୍ଗିବା ପାଇଁ ସେ ଚେଷ୍ଟା କରିଥିଲା, କିନ୍ତୁ ସେଇ ସମୟରେ ଜାଣିବାକୁ ପାଇଲି ମୋ ସାନ ଭାଇଟି ତାର ମୁଣ୍ଡ ଟିକେ ଖରାପ। ସିଏ ଉଠିଛି ପରିସ୍ରା କରିବା ପାଇଁ 4ଟା ବେଳେ। ସେ ଲୋକକୁ ଦେଖିଲା ପରେ ତାର ସନ୍ଦେହ ହେଲା ଯେ ସେ ବୋଧେ ମୋତେ ଦେଖିଦେଇଛି, ଚିହ୍ନି ଯାଇଛି। ସେଇ ଡରରେ ସେ ସେଠୁ ପଳେଇଛି, ଆମେ ଜାଣିବାକୁ ପାଇଲୁ। ତାପରେ ଏହା ପୂର୍ବରୁ ମଧ୍ୟ 2 ବର୍ଷ ତଳେ ଏଠି ଚୋରି ହେଇଥିଲା। ଆମେ ବହୁତ କଷ୍ଟରେ ଲୋକମାନଙ୍କ ଠାରୁ ପଇସା ଆଦାୟ କରି ଆମେମାନେ ନିଜେ କଣ୍ଟ୍ରିବ୍ୟୁସନ କରି ଆମେ ପୁଣି ମନ୍ଦିରରେ ସମସ୍ତ ମୂର୍ତ୍ତି ପ୍ରତିଷ୍ଠା କରି ରଖିଲୁ। ଆଉ ଲୋକଙ୍କର ବିଶ୍ୱାସ ଭରସା ମଧ୍ୟ ଏଠି ଅଛି। ଭଗବାନଙ୍କୁ ମଧ୍ୟ ବହୁତ ସମୟରେ ଆମେ କହିଲୁ ଯେ ଆପଣ ନିଜକୁ ରକ୍ଷା କରନ୍ତୁ, ଆମେ ତ ଆଉ କିଛି କରିପାରିବୁନି। ତଥାପି ଚେଷ୍ଟା କରି ଆମେ ସିସିଟିଭି କ୍ୟାମେରା ଲଗେଇଲୁ। ସିସିଟିଭି କ୍ୟାମେରା ଦ୍ୱାରା ଜଣାପଡ଼ିଲା ଯେ ପ୍ରକୃତରେ ଗୋଟେ ପଟେ ସେ ଚଢ଼ୁଥିଲା। ଚଢ଼ିବା ଦ୍ୱାରା ନ ପାରିଲା ଦ୍ୱାରା ସେ ତା ସାଇଡ ପଟରେ ମୋ ଘର ଅଛି, ଯୋଉଠି କୂଅ ଅଛି। ସେ କୂଅ ପାଖରେ ସେ ଚଢ଼ିଲା ବେଳକୁ ତା ଗୋଡ଼ ସ୍ଲିପ୍ କରିଛି, ସେ ପାଦ ବି ଦେଖାଯାଉଥିଲା। ଆମେ ସେଇ ବାଟେ ଆସିଲା ପରେ ଏଠି ଭଙ୍ଗାରୁଜା କରିଲା ପରେ ସେ ଯେତେବେଳେ ଦେଖିଲା 4ଟା 20-22 ହେଇଗଲାଣି, ଲୋକ ଯିବା ଆସିବା ଏଠି ଫୁଲ ତୋଳିବାକୁ ସବୁ ଆସନ୍ତି। ତାର ଭୟ ହେଇଛି ଏବଂ ମୋ ସାନ ଭାଇ ମଧ୍ୟ ଦେଖିଦେଇଥିଲା, ସେଥିପାଇଁ ସେ ପଳେଇ ଯାଇଛି। ଆପଣ ଏତେ ହେଲା ପରେ ମଧ୍ୟ ବି ଗତ ଥରର 2 ବର୍ଷ ତଳେ ଆମେ ରିପୋର୍ଟ କରିଥିଲୁ। ସମସ୍ତ ଜିନିଷ ଲେଖା ଯାଇଥିଲା, ପୁଲିସକୁ ଦିଆଯାଇଥିଲା। କୌଣସି ଲୋକ କୌଣସି ବାବଦରେ ଆମେ ମଧ୍ୟ ଧରା ପକାଇ ପାରିଲୁନି। ଗୁଣି ଗାରେଡ଼ି ବହୁତ ଜିନିଷ କଲୁ, କିନ୍ତୁ କିଛି ଧରା ପଡ଼ିନି। ଏଥର ମଧ୍ୟ ସେ ଚେଷ୍ଟା, ଭଗବାନଙ୍କ କୃପାରୁ ସେ ଲୋକ କିଛି କରିପାରିଲାନି। ତେଣୁ ଆମେ ଚାହୁଁଛୁ, ସେ ଯୋଉ ଭଳିଆ ବେଶରେ କଣ କୌଣସି ଜିନିଷ ଗୋଟେ ପିନ୍ଧିଥିଲା, ତାକୁ ବୋଧେ ପ୍ରାୟର ଇନଫରମେସନ କିମ୍ବା ଜାଣିଥିଲା ମନ୍ଦିର ବାବଦରେ,
ଏଠି ସିସିଟିଭି କ୍ୟାମେରା ଲାଗିଛି ତା ମୁହଁ କାଳେ ଦେଖାଯିବ ବୋଲି ସେ ନିଜକୁ ପୁରା ଢାଙ୍କିକି ଆଣିଥିଲା। ଆଉ ଯୋଉ ବାଟେ ଜମ୍ପ କରିବ ତାର କପଡ଼ାରୁ ଆମେ ଜାଣିପାରୁଥିଲୁ ଯେ କୌଣସି ସେ ଫୁଲ୍ ଡ୍ରେସ୍ଟା ପିନ୍ଧିଥିଲା, ଯୋଉଟା ସେ ଗୋଡ଼ ଚଉଡ଼ା କରିପାରିଲାନି, ସେ ବାଟେ ଜମ୍ପ କରିପାରିଲାନି। ମୋ ଘର ପାଖରେ ସେଇଠି କୂଅଟା ଥିଲା, ସେଠୁ ଜମ୍ପ କରିକି ସେ ଘର ଭିତରେ ନିଶ୍ଚିତ ପଶିଛି ବୋଲି ସେ ଯୋଉ ଭଳିଆ ବେଶରେ ଆସିଥିଲା ଆମେ ଯାହା ନଜର କଲୁ, କାରଣ ମୋ ସାନ ଭାଇ ଏଠି ଅଛି ମଧ୍ୟ ବି, ସେ ଦେଖିଲା କହିଲା ମତେ ଭୂତ ଭଳିଆ ଲାଗିଲା, କାରଣ ଟୋଟାଲ କଭର ସେ ଥିଲା। ତାକୁ ଏତେ ଭୟ ଲାଗିଲା ଯେ ସେ ଲାଇଟ୍ ଅଫ୍ କରିକି ଘର ଭିତରୁ ପଶିଲା, କାଳେ ତାକୁ ସେ ଆଟାକ୍ କରିବ କଣ କରିବ। ଏ ବାବଦରେ ଆମେ ଜାଣିଗଲା ପରେ ଆମକୁ ଲାଗିଲା ଯେ ବୋଧେ ବାରମ୍ବାର ସେ ଲୋକ ଚୋରି କରିବାକୁ ଆସିବ। ୟା ଦ୍ୱାରା ପୁଲିସ କିମ୍ବା କୌଣସି ସରକାରୀ ସଂସ୍ଥା ଚେଷ୍ଟା କରି ସେ ଚୋରକୁ କୌଣସି ବାବଦରେ ଧରା କଲେ ଆମେ ଟିକେ ଖୁସି ହେବୁ ଏବଂ ମନ୍ଦିର ଟିକେ ସୁରକ୍ଷିତ ରହିବ। ଆଉ ଏଇଠି ମନ୍ଦିରରେ ଆମେ ଯେତେବେଳେ ବୋହୂ ହେଇକି ଆସିଥିଲୁ, ମନ୍ଦିର ଏତେ ଉନ୍ନତ ନଥିଲା, ଏବେ ବହୁତ ଉନ୍ନତି ହେଇଗଲାଣି, ସବୁ କିଛି ହେଇଗଲାଣି। ଆମମାନେ ସବୁ ବାହାରେ ରହୁଥିଲୁ, ଏବେ ଆସିଲା ପରେ ମନ୍ଦିରର ଯୋଉ ପାରିପାର୍ଶ୍ୱିକ ପରିସ୍ଥିତି ଯାହା ଦେଖିକିରି ଆମକୁ ବହୁତ ଖୁସି ଲାଗୁଛି। ଆଉ ଆମେ ଆସିକି ପ୍ରତିଦିନ ସବୁ ଯା ମାନେ ଏଠି ଆସିକି ମନ୍ଦିରରେ ଆସିକି ଭାଗବତ ପଢୁ, ଆଉ ସକାଳ ସନ୍ଧ୍ୟା ଦୀପ ଜଳେଇବାକୁ ଆସୁ। ପ୍ରତି ଅନୁଷ୍ଠାନରେ ଆମେ ସମସ୍ତେ ସହଯୋଗ କରୁ, ସବୁ କିଛି କରୁ। କିନ୍ତୁ ଏଇ 5 ବର୍ଷ ହେଲାଣି ଆମେ ଦେଖୁଛୁ ପ୍ରତି ବର୍ଷ କିଛି ନା କିଛି ଠାକୁରଙ୍କର ଅଘଟଣ ହଉଛି। ଆଉ ସେ ଅଘଟଣରେ ଆମକୁ ବହୁତ ଦୁଃଖ ବି ଲାଗୁଛି, କାହିଁକି ମନ୍ଦିରର ପ୍ରକୃତରେ ପରିସ୍ଥିତି ଯାହା ଥିଲା ଆଜି ବି ଯାହା ଅଛି, ତା ପୂର୍ବରୁ ମାନେ ଏବେ ଯେତେବେଳେ ଠାକୁରଙ୍କୁ ବାରମ୍ବାର ଚୋରି କରା ହେଇଯାଉଛି ଆମକୁ ବହୁତ କଷ୍ଟ ହଉଛି। ସକାଳୁ ଉଠିକି ଆସିଲା ବେଳକୁ ଦେଖିଲା ବେଳକୁ ଯେ ମନ୍ଦିରର ତାଲା ଭାଙ୍ଗି ଦେଇଛନ୍ତି, କରିଛନ୍ତି, ଚୋର ପାଚେରୀ ଡେଇଁକି ଆସିକିରି ପଶିଛି। କିନ୍ତୁ କିଛି ଢଙ୍ଗରେ ସେ ଆସିଥିଲା, ସେ ଭୂତ ପରି ଦେଖାଯାଉଥିଲା, ସେ ତ ଏଥିରେ ଦେଖାଯାଉଛି ଭୂତ ପରି ଦେଖାଯାଉଛି। କିନ୍ତୁ ତାକୁ ଦେଖିକିରି ଆମ ଦିଅର ଡରି ଯାଇଥିଲା, ତାକୁ ଘର କବାଟ ବନ୍ଦ କରିଦେଇଥିଲା। ତାପରେ ଆମକୁ ଆଉ କାହାକୁ ଡାକିନି, କିନ୍ତୁ ସେ ଚୋର ପଳେଇ ଗଲା। କିନ୍ତୁ ବାରମ୍ବାର ଏମିତି ହଉଛି, ଆମକୁ ବହୁତ କଷ୍ଟ ହଉଛି ଆକ୍ଚୁଆଲି ମନ୍ଦିରରେ ଏମିତି ହେଲା ବେଳକୁ। କଣ ହବା ଦରକାର? ପୋଲିସ କିଛି ମାନେ କାର୍ଯ୍ୟାନୁଷ୍ଠାନ ନବା ଦରକାର। ବାରମ୍ବାର 2-3 ଥର ଚୋରି ହେଲାଣି, ଯୋଉ ସେ ଚୋରକୁ ଟିକେ ଧରିବା ଦରକାର। ଆଉ ଏମିତି ଠାକୁରଙ୍କ ପ୍ରତି ପ୍ରତିବର୍ଷ ଏଇ ଟାଇପର ହଉଛି, କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସେଥିପାଇଁ ଆମକୁ ବହୁତ ଦୁଃଖ ଲାଗୁଛି। ବାରମ୍ବାର ପୋଲିସ ଆସୁଛନ୍ତି, ତଦନ୍ତ ହଉଛି, କିନ୍ତୁ କୌଣସି ଫଳାଫଳ ହଉନି। ସେଥିପାଇଁ ଆମ ମନଟା ବହୁତ କଷ୍ଟ।